ସବୁଠୁ ବଡ଼ ଚ୍ୟାଲେଞ୍ଜେସ୍ ହେଉଛି ଡିଜାବୁଲ ପର୍ସନ ବି ଆଗେଇ ଆସିଛନ୍ତି। ଦେଖିବେ ଯେ ସେମାନେ ସବୁ କିଛି କରିପାରିବେ ଦୁନିଆରେ, ସେକୁ ମଧ୍ୟ ଆଜି ସେ ଶୋ କରିକି ଆଜି ପ୍ରତିପାଦ କରାଯାଉଛି। ସେଥିପାଇଁ କୃତଜ୍ଞତା ଜଣାଉଛି ଆୟୋଜକଙ୍କୁ, ଧନ୍ୟବାଦ ଦେବି ଯେ ଆଜି ଏତେ ସୁନ୍ଦର କାର୍ଯ୍ୟକ୍ରମ କରିଥିବାରୁ। ସେ ପିଲାମାନଙ୍କ ମଧ୍ୟ କମ୍ପିଟିସନ୍ ଅଛି ଏବଂ ଅନ୍ୟାନ୍ୟ ଯେଉଁମାନେ ମଧ୍ୟ ଏଠି ଅଛନ୍ତି ଦୈନନ୍ଦିନ ଇଏରେ ମଧ୍ୟ କରୁଛନ୍ତି ବଢ଼ିବେ। କାରଣ ସବୁଠୁ ବଡ଼ ଜିନିଷ ହେଉଛି ଯେ ବଡି ଫିଟନେସଟା ହେଉଛି ସବୁଠୁ ଗୋଟେ ବେଷ୍ଟ ଉପହାର। ତେଣୁକରି ଆଉ ସେଥିରେ ମୁଁ ଧନ୍ୟବାଦ ଦେବି ଯେ ଆୟୋଜକଙ୍କୁ ଆଉ ଆଜି ଯେଉଁ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ ଦେଇଛନ୍ତି ଏବଂ ସମସ୍ତେ ଯେଉଁମାନେ ଏଠି ଆଜି ଉପସ୍ଥିତ ଅଛନ୍ତି। ସବୁଠୁ ଜିନିଷ ହେଲା ଫିଟନେସ୍ ଜୀବନ ରହିଲେ ସବୁ କିଛି କାମ କରିବା ଇଚ୍ଛା ହେବ ଏବଂ ସମସ୍ତଙ୍କର ମନୋବଳ ମଧ୍ୟ ବୃଦ୍ଧି ପାଇବ। ନିଶ୍ଚିତ ରୂପେ, କାରଣ ସମସ୍ତଙ୍କୁ ମୋର ଅନୁରୋଧ ରହିବ ପ୍ରତ୍ୟେକ ଦିନ ଦୈନନ୍ଦିନ ଜୀବନରେ ଆମର ନିଜର ଫିଟନେସ୍ ପାଇଁ ଆମେ କିଛି ସମୟ ଦେବା ଉଚିତ ଅଛି। କାରଣ ଯେ ଫିଟନେସ୍ ନ ରହିବା ଆମେ କୌଣସି କାମ କରିବାକୁ ଇଚ୍ଛା ହେବନି। କାରଣ ସବୁବେଳେ ମାନ୍ଦା ରହିବ, ଆମେ କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ, ଆଉ ଫୁର୍ତ୍ତି ରହିବା ନାହିଁ। ତେଣୁକରି ନିହାତି ଫିଟନେସ୍ ରହିବା ଦରକାର। ହେଲେ ଏଇଭଳିଆ କୌଣସି ନା କୌଣସି ବ୍ୟାୟାମ କରିବାକୁ ପଡ଼ିବ। ଆଜି ଏଇଥିପାଇଁ ଫିଟନେସ୍ କରିବା ପାଇଁ ବହୁତ ୟଙ୍ଗ ସମାଜ ମାନେ ସେମାନେ ବି ଆଗେଇ ଆସୁଛନ୍ତି। ସବୁଠୁ ବଡ଼ ଚ୍ୟାଲେଞ୍ଜେସ୍ ହେଉଛି ଡିଜାବୁଲ ପର୍ସନ ବି ଆଗେଇ ଆସିଛନ୍ତି। ଦେଖିବେ ଯେ ସେମାନେ ସବୁ କିଛି କରିପାରିବେ ଦୁନିଆରେ, ସେକୁ ମଧ୍ୟ ଆଜି ସେ ଶୋ କରିକି ଆଜି ପ୍ରତିପାଦ କରାଯାଉଛି। ସେଥିପାଇଁ କୃତଜ୍ଞତା ଜଣାଉଛି ଆୟୋଜକଙ୍କୁ, ଧନ୍ୟବାଦ ଦେବି ଯେ ଆଜି ଏତେ ସୁନ୍ଦର କାର୍ଯ୍ୟକ୍ରମ କରିଥିବାରୁ।